କେଉଁ ରାଜ୍ୟରେ ଜାରି ହୋଇଛି ସୁନା ଓ ରୂପାର ଦର। ପ୍ରତିଦିନ ସୁନା ଓ ରୂପା ଦର ନିର୍ଦ୍ଧାରଣ କରାଯାଇଥାଏ। କେଉଁ ଦିନ ଦର କମିଥାଏ ତ ଆଉ କେବେ ବଢିଥାଏ, ପୁଣି କେବେ ସମାନ ରହିଥାଏ। ସୁନା କିଣିବାକୁ ଚାହୁଁଥିଲେ ନଜର ପକାନ୍ତୁ ଆଜି ଓଡ଼ିଶା ସମେତ ଦେଶର ପ୍ରମୁଖ ସହର ମାନଙ୍କରେ କେତେ ରହିଛି ସୁନାର ଦର। ଚାଲନ୍ତୁ ଜାଣିବା। ହେଲେ ତାହା ପୂର୍ବରୁ ଭିଡିଓଟିକୁ ଲାଇକ୍ କରନ୍ତୁ, ଚ୍ୟାନେଲକୁ ନୂଆ ଆସିଥିଲେ ଏବେ ହିଁ ଚ୍ୟାନେଲକୁ ସବସ୍କ୍ରାଇବ କରି ପାଖରେ ଆସୁଥିବା ଘଣ୍ଟା ଦୁବେ ଅଲରେ ସେଟ୍ କରି ରଖିବାକୁ ଜମାରେ ଭୁଲନ୍ତୁନି। ତ ଚାଲନ୍ତୁ କ'ଣ ରହିଛି ଅପଡେଟ୍ ଜାଣିବା। ଆଜି ଭାରତୀୟ ବଜାରରେ 22 କ୍ୟାରେଟ୍ ସୁନା ଦର 10 ଗ୍ରାମ ପ୍ରତି 72,860 ଟଙ୍କା ରହିଥିବା ବେଳେ 24 କ୍ୟାରେଟ୍ ସୁନା ମୂଲ୍ୟ 10 ଗ୍ରାମ ପ୍ରତି 69,480 ଟଙ୍କା ରହିଛି। ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ 22 କ୍ୟାରେଟ୍ ସୁନା ଦର ସାମାନ୍ୟ ହ୍ରାସ ପାଇଛି। ଶୁକ୍ରବାର ରାଜଧାନୀ ଭୁବନେଶ୍ୱରରେ 22 କ୍ୟାରେଟ୍ ସୁନା ଦର 72,860 ଟଙ୍କା ହୋଇଥିବା ବେଳେ 24 କ୍ୟାରେଟ୍ ସୁନା ମୂଲ୍ୟ 10 ଗ୍ରାମ ପ୍ରତି 72,480 ଟଙ୍କା ରହିଛି। ଦେଶର ପ୍ରମୁଖ ସହର ମାନଙ୍କରେ ବି ସୁନା ଦର ବଢିଥିବା ଦେଖିବାକୁ ମିଳିଛି। ଦେଶର ଆର୍ଥିକ ରାଜନୀତି ମୁମ୍ବାଇରେ 22 କ୍ୟାରେଟ୍ 72,860 ଟଙ୍କା ହୋଇଥିବା ବେଳେ 24 କ୍ୟାରେଟ୍ ସୁନା ମୂଲ୍ୟ 10 ଗ୍ରାମ ପ୍ରତି 69,480 ଟଙ୍କା ରହିଛି। ଗତକାଲି ଅପେକ୍ଷା ଆଜି ଦର ସାମାନ୍ୟ ବୃଦ୍ଧି ପାଇଥିବା ଦେଖିବାକୁ ମିଳିଛି। ରାଜଧାନୀ ଦିଲ୍ଲୀରେ ସୁନା ଦର ସାମାନ୍ୟ ଟିକେ ବଢିଛି। ଦିଲ୍ଲୀ ମାର୍କେଟରେ ଆଜି 24 କ୍ୟାରେଟ୍ 10 ଗ୍ରାମ ସୁନା ଦର ଯଥାକ୍ରମେ 73,010 ଟଙ୍କା ଓ 69,630 ଟଙ୍କା ରହିଛି। ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ 22 କ୍ୟାରେଟ୍ ଓ 24 କ୍ୟାରେଟ୍ ସୁନା ମୂଲ୍ୟ ସାମାନ୍ୟ ବଢିଛି। 22 କ୍ୟାରେଟ୍ ସୁନା ମୂଲ୍ୟ 10 ଗ୍ରାମ ପ୍ରତି 72,860 ଟଙ୍କା ରହିଥିବା ବେଳେ 24 କ୍ୟାରେଟ୍ ମୂଲ୍ୟ 69,480 ଟଙ୍କା ଥିବା ରେକର୍ଡ ହୋଇଛି। ପୂର୍ବ ଭାରତର ପ୍ରମୁଖ ସହର କୋଲକାତାରେ 22 କ୍ୟାରେଟ୍ ଓ 24 କ୍ୟାରେଟ୍ ସୁନା ମୂଲ୍ୟ ଯଥାକ୍ରମେ 72,860 ଟଙ୍କା ଓ 69,480 ଟଙ୍କା ରହିଛି। ଗତ ସପ୍ତାହ ଅପେକ୍ଷା ଏ ସପ୍ତାହରେ ସୁନା ଦର ବୃଦ୍ଧି ପାଇଛି। ବେଙ୍ଗାଲୁରୁରେ ମଧ୍ୟ 22 କ୍ୟାରେଟ୍ ଓ 24 କ୍ୟାରେଟ୍ ସୁନା ମୂଲ୍ୟ ସାମାନ୍ୟ ବଢିଛି। 22 କ୍ୟାରେଟ୍ ଓ 24 କ୍ୟାରେଟ୍ ସୁନା ଦର ଯଥାକ୍ରମେ 72,860 ଟଙ୍କା ଓ 69,480 ଟଙ୍କା ରହିଛି। ଭାରତୀୟ ବଜାରରେ ସୁନା ମୂଲ୍ୟ ବଢିଥିବା ରୂପା ଦର ଆଜି କମିଛି। ରୂପା ମୂଲ୍ୟ କିଲୋ ପ୍ରତି 95,400 ଟଙ୍କା ରହିଛି। ଓଡ଼ିଶା ରାଜଧାନୀ ଭୁବନେଶ୍ୱରରେ ରୂପା ମୂଲ୍ୟ କେଜି ପ୍ରତି 1 ଲକ୍ଷ ପାର କରି 2,09,000 ଟଙ୍କା ରହିଛି।